ସବଡେଗାରେ ଶାନ୍ତିପୂର୍ଣ୍ଣ ଭାବେ ସାଧାରଣତନ୍ତ୍ର ଦିବସ ଅବସରରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ବିଗତ ଯୋଜନାର ପାଠ ପରେ ଆଗତ ଯୋଜନା ଉପରେ ଆଲୋକପାତ କରାଯାଇଥିଲା। ସବଡେଗା ଗ୍ରାମସଭାରେ ସରପଞ୍ଚ ଗଣେଶ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ଏଡିଓ ଦିଲ୍ଲୀପ ନାୟକ କାର୍ଯ୍ୟ ତୁଳାଇଥିଲେ। ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣ ଯୋଜନା ଉପରେ ବିଶଦ ଆଲୋଚନା ହୋଇଥିଲା। ଗ୍ରାମସଭାରେ ମଦ ପାରିତ ପାଇଁ ପଞ୍ଚାୟତକୁ 2ଟି ନୋଟିସ୍ ଆସିଥିବା ବେଳେ ଗ୍ରାମର ମାଆମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଦିନରେ ବିଦେଶୀ ମଦ ଦୋକାନକୁ ଆଗ୍ରହ ଦିଆଯାଇଥିବା ବେଳେ ଭାଟି ମଦରେ ଅନେକ ଲୋକଙ୍କ ଜୀବନ ସମୟ ସମୟରେ ଯାଉଥିବା ବେଳେ ତାକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଆଗାମୀ ଦିନରେ ଭାଟି ମଦକୁ ବନ୍ଦ ନହେଲେ ଅଞ୍ଚଳ ମାଆମାନେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଗ୍ରାମୀଣ ଯୋଜନା ବିକଶିତ ଭାରତ, ଗ୍ରାମୀଣ ରୋଜଗାର ଓ ଆଜୀବିକା ଗ୍ୟାରେଣ୍ଟି ମିଶନ ବିଷୟରେ ଆଲୋଚନା, ଲକ୍ଷପତି ଦିଦି ଯୋଜନା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ବୀମା ଯୋଜନା, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା ବିଷୟରେ ଅବଗତ କରାଯାଇଥିଲା। ତା ସହିତ ଅନ୍ୟାନ୍ୟ ମଧ୍ୟରେ ସବଡେଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାସ୍ତା ପାର୍ଶ୍ୱରେ ଥିବା ଜମିଗୁଡ଼ିକୁ ପଞ୍ଚାୟତର ମାଲିକାନା କରି ସେ ଜାଗାରେ ଲୋକଙ୍କ ଜୀବିକା ନିର୍ବାହ ପାଇଁ ଦୋକାନ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା। ପଞ୍ଚାୟତ ମୁଖ୍ୟ ରାସ୍ତାରେ ବୃକ୍ଷରୋପଣ ଉପରେ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ଶେଷରେ ଯୋଗାଣ ସହାୟକ ସୁକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।